ଦେଖନ୍ତୁ ଆପଣ ପୃଥିବୀର ଇତିହାସ ଦେଖିବେ ଯେଉଁମାନେ ସ୍ୱେଚ୍ଛାଚାରୀ ଯେତେବେଳେ ସେମାନେ ଶାସନ କରନ୍ତି ସେତେବେଳେ ସେ କାହାକୁ ଶୁଣନ୍ତିନି ନା ଜନସାଧାରଣଙ୍କର ନିବେଦନ ଶୁଣନ୍ତି ନା ତାଙ୍କ ବିବେକର ଡାକକୁ ଶୁଣନ୍ତି। ବର୍ତ୍ତମାନ ଯେଉଁ ଭାରତୀୟ ଜନତା ପାର୍ଟି ସରକାର ଚାଲିଛି ଓଡ଼ିଶାରେ ନା ଜନସାଧାରଣଙ୍କର ମନର କଥା କି ତାଙ୍କର ଦୁଃଖ ତାଙ୍କର ବେଦନା ତାଙ୍କର ଚିତ୍କାର ଶୁଣୁଛନ୍ତି ଏବଂ ତାଙ୍କର ସ୍ୱର ବିରୋଧୀ ଦଳ ଯେଉଁ ଚିତ୍କାର କରୁଛନ୍ତି ନ୍ୟାୟ ପାଇଁ ନା ତାକୁ ଶୁଣୁଛନ୍ତି ନା ନିଜର ବିବେକର ଆହ୍ୱାନକୁ ଶୁଣୁଛନ୍ତି। ଏଇଭଳି ଏକ ଅପାଣ୍ଡୁକ ସରକାର ବର୍ତ୍ତମାନ ଓଡ଼ିଶାରେ ଚାଲିଛି। ଏକଥା କହିବାର କାରଣ ହେଉଛି ଏସ୍ସିବି ମେଡିକାଲ କଲେଜରେ 13 ଜଣ ରୋଗୀ ମରିଗଲେ ସରକାରଙ୍କର ଅବହେଳା ଯୋଗୁଁ। କାହିଁକିନା ଯାହାକୁ ସେମାନେ ଇନଚାର୍ଜ ସୁପରିଟେଣ୍ଡେଣ୍ଟ କରିଥିଲେ ଗୌତମ ଶତପଥୀ ସେ 60 ଜଣଙ୍କ ତଳେ ଥାଇକି ମଧ୍ୟ ଇନଚାର୍ଜ ସୁପରିଟେଣ୍ଡେଣ୍ଟ ହେଇଥିଲେ ଏବଂ ଯେ ଆଡିସନାଲ ସୁପରିଟେଣ୍ଡେଣ୍ଟ ସେ ଆରଏସ୍ଏସ୍ ଶାଖା ଲଗାଉଛନ୍ତି ଓପିଡିର ରୁମ୍ ନମ୍ବର 10ରେ। ଆପଣ ଚିନ୍ତା କରନ୍ତୁ କେବଳ ଏସ୍ସିବି ମେଡିକାଲ କଲେଜ କଥା ନୁହେଁ, ବର୍ତ୍ତମାନ ଓଡ଼ିଶାରେ ଯେତେ ମେଡିକାଲ ଅଛି ଯେତେ ମେଡିକାଲ କଲେଜ ଅଛି ଏବଂ ପ୍ରାଇଭେଟ ମେଡିକାଲ ସବୁ ମଧ୍ୟ ଆଜି ରୋଗୀ ଚିକିତ୍ସା ପାଇବା ତ ଦୂରର କଥା, ଯଦି ବି ଚିକିତ୍ସା ପାଉଛନ୍ତି ତାହେଲେ ଶୋଷଣର ଶିକାର ହେଉଛନ୍ତି। ଥରେ ଗୋଟେ ରୋଗୀ ଭିତରକୁ ପଶିକି ଯଦି ବାହାରୁଛି ତାହେଲେ ସେ ଜିଅନ୍ତା ଶବ ହୋଇକି ଫେରୁଛି। ଏତେ ଅର୍ଥନୈତିକ ଦୁରାବସ୍ଥା ତାର ହେଉଛି ଆଉ ଯଦି ଯେ ଚାଲି ଯାଉଛି ତାର ଦୁଃଖ କହିଲେ ନ ସରେ। ଏଭଳି ଏକ ଅଭାବନୀୟ ପରିସ୍ଥିତି ଭିତରେ ଆମର ଡିମାଣ୍ଡ ହେଉଛି ଯେହେତୁ ସ୍ୱାସ୍ଥ୍ୟ ବିଭାଗ ଧ୍ୱଂସ ପାଇଯାଇଛି ଚାଲିପାରୁନି, ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ନହେଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ବିଦାୟ କରନ୍ତୁ। କିଛି କରୁନାହାନ୍ତି, କିଛି ଶୁଣୁନାହାନ୍ତି। ଆଲୋଚନା ଜାରି ରହିଛି ବିଧାନସଭାରେ, ମନ ଇଚ୍ଛା ତାଙ୍କର ଭାଷଣ ଦେଉଛନ୍ତି। ବିରୋଧୀ ଦଳ ଯେତେବେଳେ କହୁଛନ୍ତି ପଏଣ୍ଟ ଅଫ୍ ଅର୍ଡର ତାଙ୍କୁ ଦେଉନାହାନ୍ତି। ଏମିତି କେମିତି ଚାଲିବ? ଏ ତ ସ୍ୱେଚ୍ଛାଚାରୀ, ଏ ତ ଡିକ୍ଟେଟରସିପ୍। ଯେମିତି ହିଟଲର ଚଲେଇଥିଲେ ସେଇଭଳି ଭାବରେ କରୁଛନ୍ତି। ଏମାନେ ତ ହିଟଲର ଆଦର୍ଶରେ ଅନୁପ୍ରାଣିତ ଦଳ ନା ଭାରତୀୟ ଜନତା ପାର୍ଟି। ହିଟଲର ଯେମିତି ଖାକି ପ୍ୟାଣ୍ଟ ଧଳା ସାର୍ଟ ବ୍ଲାକ୍ ଟୋପି ସେଇ ଶାସନ ଚାଲିଛି, ହିଟଲର ଶାସନ। ସବୁ ଥାନା ଗୁଡ଼ା ପରେ ବର୍ତ୍ତମାନ ବିଜେପି କର୍ମୀଙ୍କ ଅକ୍ତିଆରରେ। ବର୍ତ୍ତମାନ ଯଦି ଆପଣ ବିଭିନ୍ନ ଥାନାରେ ପଚାରିବେ ଏଠି ଇନ୍ସପେକ୍ଟର କିଏ, ସେ କହିବେ ଅମୁକ ହେଉଛି ଏଠି ଅଛି, ସେ ଆମ ବିଜେପିର କର୍ମୀ। ବର୍ତ୍ତମାନ ବିଜେପି କର୍ମୀ ଯାହା କହିବେ ଥାନା ଅଫିସର ଉଠୁ ବସେଇବେ। ଯେଉଁମାନେ କ୍ରିମିନାଲ ତାଙ୍କୁ ଏସ୍ପି ମାନେ ନମସ୍କାର ପକାଉଛନ୍ତି, ମୁଣ୍ଡିଆ ମାରୁଛନ୍ତି। ଭାରତୀୟ ଜନତା ପାର୍ଟିର ଯେଉଁମାନେ ଗୁଣ୍ଡା ଶ୍ରେଣୀର ଲୋକ, କ୍ରିମିନାଲ ମେଣ୍ଟାଲିଟି, ତାଙ୍କୁ ତ ପୋଲିସ ସଲାମ ଠୁକୁଛି। ବର୍ତ୍ତମାନ ତ ସାରା ଓଡ଼ିଶାରେ ପୋଲିସ ମାନେ କୁଆଡ଼େ ଚାନ୍ଦା ଦେଉଛନ୍ତି ଭାରତୀୟ ଜନତା ପାର୍ଟି କର୍ମୀଙ୍କୁ, ଆଉ ସେଠି ଆପଣ ଥାନା ଭିତରେ ଛୁରୀ ମାଡ଼ କ'ଣ, ଥାନା ଭିତରେ ଗୁଳି ମାଡ଼ ହେଲାଣି, ଥାନା ଭିତରେ ଥାନା ବାବୁଙ୍କୁ ମାଡ଼ ହେଲାଣି। ଏଇଭଳି ଅବସ୍ଥା ବର୍ତ୍ତମାନ ଓଡ଼ିଶାରେ। ଆପଣ କ'ଣ କରିବେ? ଏଇ ହେଉଛି ନମୁନା। ବର୍ତ୍ତମାନ ଭାରତ ବର୍ଷରେ ଶାସନର ନମୁନା ଯଦି କେଉଁଠି ଦେଖିବେ ଓଡ଼ିଶା ଦେଖନ୍ତୁ। ଭାରତୀୟ ଜନତା ପାର୍ଟିର କି କେଳଙ୍କରୀ, କି ଅବସ୍ଥା, କି ଦୟନୀୟ ପରିସ୍ଥିତି ସାଧାରଣ ଜନତାଙ୍କର। ଥାନା ବାବୁମାନେ ଉଠ ବସ, ଏ କହେ ଉଠ ଉଠିଲେ, ବସ ବସିଲେ, ପଇସା ଦିଅ ଯୋଗାଡ଼ କରିକି ଦେଲେ। ବର୍ତ୍ତମାନ ଏଇ ଅବସ୍ଥା ସାରା ଓଡ଼ିଶାରେ।